ବର୍ଷା ପାଗ ହଉ ବା ଥଣ୍ଡା ପାଗ ଆସିଲା ମାନେ ହିଁ ଇଚ୍ଛା ହୋଇଥାଏ ଗରମା ଗରମ କିଛି ଖାଇବା ପାଇଁ ବା ପିଇବା ପାଇଁ, ବିଶେଷ କରି ଚାହା। ଆଜି ଆମେ ତିଆରି କରିବା ଦୁଇ ପ୍ରକାରର ହେଲ୍ଦି ଚାହା, ଯାହାକୁ ବର୍ଷା ପାଗରେ ହଉ ବା ଥଣ୍ଡା ପାଗରେ ଆମେମାନେ ଖୁବ୍ ଏନ୍ଜୟ କରି ପିଇଥାଉ। ଯଦି ଥଣ୍ଡା କାଶ ହେଉଥାଏ, ଗଳା ଦରଜ କରୁଥାଏ, ତ ନାଲି ଚା ଟିକେ ପିଇଦେଲେ ବହୁତ ଆରାମ ମିଳିଥାଏ। ଆଉ ତା ସାଙ୍ଗକୁ ଏହି ଚାକୁ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ବା ଆସିଡ଼ିଟିର ପ୍ରୋବ୍ଲେମ୍ ହୋଇନଥାଏ। ନମସ୍କାର, ମୁଁ ସୀମା। ମୋ ଚ୍ୟାନେଲରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତେବେ ଆଉ ଡେରି ନ କରି ଚାଲନ୍ତୁ ଦେଖିନେବା ଆଜିର ରେସିପି। ତ ନାଲି ଚା ବନେଇବା ପାଇଁ ମୁଁ ଏଠାରେ ଗୋଟା ଗରମ ମସଲା ଭିତରେ 7-8ଟି ଗୋଲମରିଚକୁ ନେଇଛି, 2ଟି ଅଳେଇଚ, 2-3ଟି ଲବଙ୍ଗ, 2 ଇଞ୍ଚ ଡାଲଚିନି ଓ 1 ଇଞ୍ଚ ଅଦାକୁ ନେଇଛି। କିନ୍ତୁ ମନେ ରଖନ୍ତୁ, ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ବା ପେଟ ଗରମର କାଶ ହେଉଛି, କଫ ବାହାରୁନି, ତେବେ ସେହିଭଳିଆ କାଶ ପାଇଁ ଏଠି ଆପଣମାନେ ଅଦାକୁ ଛାଡ଼ି ଆଉ ବାକିତକ ସାମଗ୍ରୀକୁ ମିଶାଇ ପାରିବେ। କାହିଁକି ନା ଅଦା ଖାଇବା ଦ୍ୱାରା ପେଟ ଗରମର କାଶ ହେଉଥିଲେ ଆହୁରି ଅଧିକା ପେଟ ଗରମ କରାଇ ଦେଇଥାଏ। ଆଉ ଏଠାରେ ମୁଁ କିଛି ତୁଳସୀ ପତ୍ରକୁ ମଧ୍ୟ ନେଇଛି। ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ ଆପଣଙ୍କର ଇମ୍ୟୁନିଟି ପାୱାର ବଢ଼ିବା ସହିତ ବହୁତ ଔଷଧୀୟ ଗୁଣ ଥିବାରୁ ଥଣ୍ଡା କାଶ ପାଇଁ ମଧ୍ୟ ବହୁତ ଫଳପ୍ରଦ ହୋଇଥାଏ। ତ ନାଲି ଚା ତିଆରି କରିବା ପାଇଁ ମୁଁ ଏଠାରେ ଗ୍ୟାସର ଫ୍ଲେମ୍କୁ ଅନ୍ କରି ସସ୍ପ୍ୟାନ୍ରେ 2 କପ୍ ପାଣିକୁ ନେଇଛି। ଆପଣ ଆପଣଙ୍କ ହିସାବରେ ପାଣିକୁ ନେଇପାରିବେ। ପାଣି ହାଲକା ଗରମ ହେଇ ଆସିଲେ ଏଥିରେ ହାଫ୍ ଚାମଚ ଚାପାତିକୁ ଦେଇଦେବା। ବେଶୀ ଦେବାନି, ନହେଲେ ଚାହାର ଟେଷ୍ଟ କଷା ଲାଗିଥାଏ। ତାପରେ ଏଥିରେ ଟିକେ ଅଦାକୁ ଛେଚିକି ଦେଇଦେବା। ତାପରେ ଗୋଲମରିଚ, ଲବଙ୍ଗ, ଅଳେଇଚକୁ କୁଟିକି ହାଲକା ଗୁଣ୍ଡ କରିକି ଦେଇଦେବା। ତାପରେ ଡାଲଚିନି ଓ ତୁଳସୀ ପତ୍ରକୁ ମଧ୍ୟ ମିଶାଇ ବାସ୍ 1-2 ମିନିଟ୍ ପାଇଁ ଫୁଟିବା ପାଇଁ ଛାଡ଼ିଦେବା। ଆପଣମାନେ ଏଠାରେ ତେଜପତ୍ରକୁ ମଧ୍ୟ ମିଶାଇ ପାରିବେ। ତ ଏଇଥିରେ ମନେ ରଖନ୍ତୁ, ଗୋଟା ଗରମ ମସଲାକୁ ଅଧିକ ଦେବେନି, କମ୍ ଦେଲେ ଚଳିବ, କିନ୍ତୁ ଅଧିକ ଦେବା ଦ୍ୱାରା ଚାହାଟି ବହୁତ କଡ଼ା ହୋଇଯିବ ଓ ତା ଟେଷ୍ଟ ମଧ୍ୟ ବହୁତ ରାଗ ହୋଇଯାଇଥାଏ। ତ ଏଇଠି ଆମେ ଯେହେତୁ ପ୍ଲେନ୍ ଚା ପାତିରେ ହିଁ ଚାହା ତିଆରି କରୁଛୁ, କ୍ଷୀର ବିଲକୁଲ ଆଡ଼୍ କରୁନୁ, ତ ଏହାକୁ ଆଉ ବେଶୀ ସମୟ ଫୁଟେଇବାନି, ନହେଲେ ତାର ଟେଷ୍ଟ ମଧ୍ୟ କଷା କଷା ଲାଗିଥାଏ। ବାସ୍ 1-2 ମିନିଟ୍ ପାଇଁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ଏଠାରେ ଚାକୁ ଫୁଟେଇ ନେଇଛି ଆଉ ବଢ଼ିଆ ବାସ୍ନା ମଧ୍ୟ ଆସୁଛି। ତ ଇଏ ଆମର ଏବେ ହେଇଯାଇଛି। ଏବେ ଆମେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିଦେବା। ଏବେ ଏହାକୁ ଏକ ଷ୍ଟ୍ରେନରରେ ଛାଣି ନେବା। ଆପଣମାନେ ଦେଖିଥିବେ କି ନାହିଁ, ଆଗରେ ଓ ଏବେ ମଧ୍ୟ ଆମ ଗାଁମାନଙ୍କରେ ଏଭଳି ଷ୍ଟିଲ୍ ଗିନାରେ ହିଁ ଏହି ନାଲି ଚାକୁ ପିଇଥାନ୍ତି। ଛାଣି ସାରିଲା ପରେ ଏହି ଚାପାତିକୁ ବିଲକୁଲ ବି ସେକେଣ୍ଡ ଟାଇମ୍ ଫୁଟେଇବେନି ଓ ୟୁଜ୍ କରିବେନି, କାରଣ ଦେହ ପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ ଓ ସ୍ଲୋ ପଏଜନ୍ ଭଳିଆ ବି କାମ କରିଥାଏ। ଏବେ ଆମେ ଏଥିରେ ମିଠା ପାଇଁ ମହୁକୁ ଦେଇଦେବା, ଯେଉଁଟାକି ହେଲ୍ଦି ବି ହୋଇଥାଏ ଓ ମିଠା ମଧ୍ୟ ଲାଗିଥାଏ। ତ ମୁଁ ଏଠାରେ 3 ଚାମଚ ମହୁକୁ ଦେଇଦେଇଛି। ଏବେ ଭଲ ଭାବରେ ଏହାକୁ ମିକ୍ସ କରିନେବା। ଆପଣ ଆପଣଙ୍କ ମିଠା ସ୍ୱାଦ ଅନୁସାରେ ମହୁକୁ ମିଶାଇ ପାରିବେ, କିମ୍ବା ମହୁ ବଦଳରେ ଆପଣମାନେ ଗୁଡ଼କୁ ମଧ୍ୟ ମିଶାଇ ପାରିବେ। ଦେଖନ୍ତୁ, ଗଳି ସାରିଲା ପରେ କେତେ ସୁନ୍ଦର କଲର୍ ମଧ୍ୟ ଦେଖାଯାଉଛି। ତ ଇଏ ହାଲକା ରାଗ ଲାଗିବା ସହିତ ମିଠା ଆଉ ଗରମା ଗରମ ପିଇବାକୁ ବହୁତ ବଢ଼ିଆ ଲାଗିଥାଏ, ବିଶେଷ କରି ଯେତେବେଳେ ଥଣ୍ଡା କାଶ ଓ ଗଳା ଦରଜ କରୁଥାଏ। ତ ଆପଣମାନେ ଦେଖିଲେ କେତେ କମ୍ ଟାଇମ୍ରେ ଆମର ସୁପର ହେଲ୍ଦି ନାଲି ଚା ତିଆରି ହୋଇଗଲା, ଯେଉଁଟାକି ସକାଳେ କିମ୍ବା ସନ୍ଧ୍ୟାରେ ବନେଇକି ପିଇଲେ ବହୁତ ଆରାମ ଲାଗିଥାଏ। ତ ଇଏ ତ ଏବେ ହେଇଗଲା। ଏବେ ନେକ୍ସଟ ଚା ତିଆରି କରିବା। ତ ସେଇଭଳିଆ ଗ୍ୟାସକୁ ଅନ୍ କରି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ଏଠାରେ 1 କପ୍ ପାଣିକୁ ଦେଇଦେଇଛି। ପାଣି ଆମର ହାଲକା ଗରମ ହେଇ ଆସିଲେ ଏଥିରେ ହାଫ୍ ଚାମଚ ଚାପାତିକୁ ଦେଇଦେବା, ବା ତାଠାରୁ ଟିକେ କମ୍ ଦେଇଦେବା। ଯେହେତୁ ଆମେ ଏଥିରେ କ୍ଷୀର ବା ଅମୁଲ କିଛି ଆଡ଼୍ କରୁନୁ, ତ ଯେତିକି ଆପଣମାନେ ସର୍ଭ କରିବେ ସେହି ଅନୁସାରେ ପାଣିକୁ ନେବେ, କାରଣ ବେଶୀ ଦେବା ଦ୍ୱାରା କଷା କଷା ଟେଷ୍ଟ ଆସିଯାଇଥାଏ। ତ ୟାକୁ ଦେଲା ପରେ ଯେହେତୁ ଆମେ ପ୍ଲେନ୍ ନାଲି ଚା ତିଆରି କରୁଛେ, ତ ଏଥିରେ ଆଉ କିଛି ଆଡ଼୍ କରିବାନି। ତ ୟାକୁ ଏଭଳି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 1-2 ମିନିଟ୍ ପାଇଁ ଫୁଟେଇ ନେବା। ଏହାକୁ ଏମିତି 1-2 ମିନିଟ୍ ପାଇଁ ହିଁ ଫୁଟେଇବେ। ଏତିକି ଟାଇମ୍ ହିଁ ନାଲି ଚା ପାଇଁ ସଫିସିଏଣ୍ଟ ହୋଇଥାଏ ଆଉ ପରଫେକ୍ଟ ଟେଷ୍ଟ ବି ଆସିଥାଏ। ଏଠାରେ ବହୁତ ବଢ଼ିଆ ଚାପାତିର ବାସ୍ନା ମଧ୍ୟ ଆସିଗଲାଣି। ଏବେ ଇଏ ହେଇଗଲା। ଏବେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରି ୟାକୁ ବି ସେମିତି ଛାଣି ନେବା। ଆଉ ଛାଣି ସାରିଲା ପରେ ମିଠା ପାଇଁ ଆମେ ମହୁକୁ ଦେଇଦେବା। ମହୁକୁ ଦେଇ ସାରିଲା ପରେ ଭଲ ଭାବରେ ମିଶାଇ ନେବା।
ମହୁ ବଦଳରେ ଆପଣମାନେ ଚିନି ନହେଲେ ଗୁଡ଼କୁ ମଧ୍ୟ ନେଇପାରିବେ। ଏହାକୁ ସାଙ୍ଗେ ସାଙ୍ଗେ ଗରମା ଗରମ ପିଇବେନି, ନହେଲେ ଜିଭ ପୋଡ଼ିଯିବାର ସମ୍ଭାବନା ଥାଏ। ତ ସେଥିପାଇଁ ହାଲକା ଟିକେ ଗରମଟି କମିଗଲେ ତାପରେ ଆପଣମାନେ ତାକୁ ପିଇପାରିବେ, ହେଲେ ପୋଡ଼ି ହେବାର ରିସ୍କ ନଥାଏ। ତ ଆପଣମାନେ ଦେଖିଲେ କେତେ ଜଲ୍ଦି ଆମର ପିଓର ପ୍ଲେନ୍ ନାଲି ଚା ତିଆରି ହୋଇଗଲା, ଯାହାକୁ ଖାଲି ଏମିତି ଗରମା ଗରମ ପିଇବା ପାଇଁ ବହୁତ ବଢ଼ିଆ ଲାଗିଥାଏ। କିଛି ଜଣ ତାକୁ ଖାଲି ପିଇବାକୁ ପସନ୍ଦ କରନ୍ତି, ତ କିଛି ଜଣ ଚାହାରେ ଚଣା, ସେଉ ବା ମୁଢ଼ି ପକାଇକି ପିଇଥାନ୍ତି। ନର୍ମାଲି କ୍ଷୀର ଅମୁଲ ଚାରେ ଗ୍ୟାସ୍ ଏସିଡ଼ିଟିର ପ୍ରୋବ୍ଲେମ୍ ହୋଇଥାଏ, ତେଣୁକରି ଏଇଭଳିଆ ହେଲ୍ଦି ମହୁବାଲା ଚା ତିଆରି କରି ଆପଣମାନେ ପିଇପାରିବେ। ଆଶା କରୁଛି ଆପଣମାନଙ୍କୁ ହେଲ୍ଦି ଚାହାର ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କରିବା ସହିତ ସବସ୍କ୍ରାଇବ୍ କଲାପରେ ବେଲ୍ ଆଇକନ୍କୁ ନିହାତି ପ୍ରେସ୍ କରନ୍ତୁ। ଧନ୍ୟବାଦ।